तुम आओ बाहर ताने मुझे कहली तापर से कहला बाबा मुझे रही घर भर नहीं तुमको रांधिकी देमी रांधि देमी खाइते झील तुमको हाणिला कौन पे এই ମୁଁ କହିନି ମୋ ସାନ ଝିଅ ତ ଭଲ ରହିଛି ତୁ କାହିଁକି ଏରକମ ଫୋନ୍ ଫାନ୍ କରୁଛୁ ଏଠି ଏଠି ସେଠି ବୁଝିଲ ଏଠି ଏଠି କାହିଁକି ଫୋନ୍ ଫାନ୍ କରୁଛୁ ବୁଝିଲ ଏଠି ଏଠି କାହିଁକି ଫୋନ୍ ଫାନ୍ କରୁଛୁ ହେଲା ପନିକିର ହଁ ଏଇ ଏଠି ଆଣିଛି ଏଠି ଆଣିଛି ଦି ମାକୁ ଆଉ ମତେ ମାକୁ ଆଉ ମତେ କେତେ ଦିନ ହେଲା ଝିଅ ତମ ଘର ରହିଲାଣି 2 ବର୍ଷ ଖଣ୍ଡେ ହେଲା କାହାକୁ ଭଲ ପାଉଛି ସେଥିପାଇଁ ଫୋନରେ କଥା ହଉଛି ନା କଣ ହଁ ସବୁବେଳେ ଫୋନରେ କଥା ହଉଛି ମନା କଲ ଯେ ସେ ଆଣିଦେଲା ନା ମନା କନେ ମୁଁ କହିଲି ମୋ ସାନ ଝିଅ ତ ଭଲ ରହିଛି ତୁ କାହିଁକି ଏରକମ ହାରାମି ହବୁ ତା ମା କହିଲା ମୁଁ କହିନି ତା ମା କହିଲା ହଁ ତୋ ସାନ ଝିଅ କହି ତୁ ଯାଉନୁ ମୋବାଇଲ ରେ କଥା ହେବାକୁ ବାରଣ କରିବାରୁ ଝିଅର ପନିକି ଚୁଟରେ ବାପା ମା ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ସରସଙ୍ଗ ପଞ୍ଚାୟତ ହାତୀଗଡ଼ିଆ ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ଏହି ଗ୍ରାମର ରଞ୍ଜିତ ସିଂ ଓ ତାଙ୍କ ସ୍ତ୍ରୀ ବୁଧୁନି ସିଂ ରାତିରେ ଖାଇବାକୁ ବସିଥିବା ବେଳେ ତାଙ୍କ ବଡ଼ ଝିଅ କୁନି ସିଂ ମୋବାଇଲରେ କଥା ହେଉଥିଲା। ତେଣୁ ମା ବୁଧୁନି ତାଙ୍କ ଉପରେ ବିରକ୍ତି ହେବା ସହ ବାରମ୍ବାର ମୋବାଇଲରେ କଥା ହେବାକୁ ବାରଣ କରିଥିଲେ। ଏଥିରେ ତାଙ୍କ ବଡ଼ ଝିଅ କୁନି ସିଂ ଉତ୍କ୍ଷିପ୍ତ ହୋଇପଡ଼ି ପାଖରେ ପଡ଼ିଥିବା ଏକ ପନିକିରେ ମାଙ୍କୁ ଆକ୍ରମଣ କରିଥିଲେ। ଏହା ଦେଖି ରଞ୍ଜିତ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଝିଅର ପନିକି ଚୁଟର ଶିକାର ହେବାକୁ ପଡ଼ିଥିଲା। ପରେ ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସର ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ବାପା ରଞ୍ଜିତଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ପୁଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି। ଏହି ଖବର ପାଇ ଘଟଣାସ୍ଥଳରେ ସୋର ପୁଲିସ ପହଞ୍ଚି ବାପା ମାଙ୍କୁ ପନିକିରେ ଆକ୍ରମଣ କରିଥିବା ବଡ଼ ଝିଅ କୁନି ସିଂଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। ଖାଲି ଖାଲି ତାର ସିଏ ହାଣିଦେଲା ଆଉ କ'ଣ କରିବୁ ସିଏ ମାନେ କ'ଣ ଆମେ କହିନି ସାନ ଝିଅଠୁ ଝିଅ ନାହାନ୍ତି ସେତିକି କଥା ବଡ଼ ଝିଅ ବଡ଼ ସାନ ଝିଅ ବାହା ହେଇଛି ଆମ ବାହାଘର ବି ଭଲ ଆଉ ଇଏ ହେଉଛି ମାନେ ତା ବର ଛାଡ଼ିକି ପଳେଇଯାଇଛି ଆଉ ସିଏ ଆମ କଥା ରହିଥିଲେ ମାନେ କହିନି ଯଦି ମାଆକୁ ତ ବର ଛାଡ଼ିକି ପଳେଇଯାଇଛି ତାହେଲେ ଖୁଟେଇ ଖା ହେଲା ରହିଲା ଆଜି ଭଲ ଭଲ ମାଛ ହେନ୍ ଫେନ୍ ଆମେ କରୁଥିଲୁ ଖାଇତେ ବଇଛି ସେମାନେ ତାଙ୍କର ବାପ ଝିଅ ଗରମ ଭାତ ଖାଇଲେ ମୁଁ ପଖାଳ ଖାଇଲି। ଫୋନରେ କାହା ସହିତ କଥା ହଉଛି ଝିଅ ଆଜ୍ଞା ଫୋନରେ କାହା ସହିତ କଥା ହଉଛି ତା ସାଙ୍ଗରେ କଥା ହଉଛି ବୋଲି କେମିତି ଜାଣିବୁ ଆଚ୍ଛା ଆମେ କ'ଣ ତା ସାଙ୍ଗରେ କଥା ହଉଛୁ ଆଚ୍ଛା ଝିଅ କେତେଟା ଆଗରୁ ମ୍ୟାରେଜ କରିଛି ମ୍ୟାରେଜ 2 ଜାଗା ଏବେ ଖାଲି ଫୋନରେ କଥା ହଉଛି ସେଇଥିପାଇଁ ତମେ ବିରୋଧ କରିବାରୁ ଆଗ୍ରହଣ ଆମେ କିଛି କହିନାହିଁ ଖାଲି କହିନି ମୋ ସାନ ଝିଅଠୁ ଝିଅ ନାହାନ୍ତି ସେତିକି କଥା କାହାକୁ କାହାକୁ ହାଣିଛି ଝିଅ ଆମ 2 ଜଣଙ୍କୁ ବାପକୁ ମାଆକୁ ଆଚ୍ଛା ବାଲେଶ୍ୱର ଜିଲ୍ଲା ସୋରରୁ ସୁମନ୍ତ ଦାସଙ୍କ ରିପୋର୍ଟ କୋଣାର୍କ ଲାଇଭ୍।